ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଜଳକା ନଦୀରେ ପୁଣି ଆସିପାରେ ଦ୍ୱିତୀୟ ବନ୍ୟା। ନଦୀର ଉପରମୁଣ୍ଡ ମୟୂରଭଞ୍ଜରେ ପ୍ରବଳ ବର୍ଷା ଏବଂ ଜଳକା ନଦୀ ଅବବାହିକା ବସ୍ତା ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ପୁଣି ବଢ଼ୁଛି ନଦୀର ଜଳସ୍ତର। ପ୍ରଥମ ବନ୍ୟା ଜଳ ଏବେ ବି ଚାଷ ଜମିରେ ଭର୍ତ୍ତି ହୋଇ ରହିଥିବା ବେଳେ ଦ୍ୱିତୀୟ ବନ୍ୟା ଆଶଙ୍କାରେ ଚାଷୀମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଜଳକା ନଦୀର ବନ୍ୟା ପାଣି ସ୍ରୋତରେ ଦୋରଡ଼ା ନିକଟରେ ସୃଷ୍ଟି ହୋଇଛି 100 ଫୁଟର ଘାଇ। ଡ୍ରେନେଜ ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି ଜାରି ରହିଛି। ଲଗାଣ ବର୍ଷା ଯୋଗୁଁ ଗାଁ ଭିତରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। କିଛି ଲୋକଙ୍କ ଘରେ ପାଣି ପଶିଥିବା ବେଳେ କଚା ଘର କାନ୍ଥ ଭୁଷୁଡ଼ି ଯାଇଛି। ଯଥାଶୀଘ୍ର ବିହିତ ପଦକ୍ଷେପ ନେବାକୁ ସାଧାରଣ ଲୋକେ ସରକାରଙ୍କୁ ଅନୁରୋଧ କରିଛନ୍ତି। हाँ सुमन परिडा। ये तो वर्षा तो काली राति 8टा पाखରୁ ଲାଗିକି ରହିଛି ଏତେ ବନ୍ଧ ବି ରହିଛି ଏବେ ଟିକେ ଛାଡିଛି ପାଣି ଆସିଲା ରାତି 2ଟା ପାଖାପାଖି ମୟୂରଭଞ୍ଜ ବନ୍ଧ କଣ ଶୁଣାଶୁଣି ମିଳୁଛି ଭାଙ୍ଗିଗଲାକୁ ପାଣିଟା ଆସିଲା କେବେ ବି ଏପଟେ ବନ୍ୟା ପରିସ୍ଥିତି ହୁଏନି ଏମିତି ଏଇ ବର୍ଷ ହେଇଛି ସେଥିପାଇଁ ଲୋକ ଟିକେ ଅଧିକା ଭୟଭୀତ ହେଇଯାଇଛନ୍ତି ବୋଲି ଜଣା ପଡୁଛି ଆଉ କଲେକ୍ଟର ସାର୍ ଆସିଥିଲେ ଦେଖିକି ସବୁ ଯାଇଛନ୍ତି ଅଙ୍ଗନବାଡିକୁ କିଛି ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ସ୍କୁଲରେ କିଛି ଲୋକ ଅଛନ୍ତି କଣ ଶୁଖିଲା ଖାଦ୍ୟ ବ୍ୟବସ୍ଥା ବି କରିଛନ୍ତି କଣ କରିଛନ୍ତି କିନ୍ତୁ ରାତିକୁ ତ ଲୋକ କିଛି ଖାଇନାହାନ୍ତି ରାନ୍ଧା ବାଡା ବି କରିପାରୁନାହାନ୍ତି ବର୍ଷା ପାଇଁ ଲାଇନ ବି ନାହିଁ ସେଇଥିପାଇଁ ଏମିତି ପରିସ୍ଥିତି ହଉଛି ଆଉ ୟାଙ୍କ ପାଇଁ ଟିକେ ମେନ୍ ତ ଫାଷ୍ଟ କଥା ଖାଇବା ନିହାତି ଯୋଗେଇବା ଦରକାର ଆଉ ଲାଇନ ବି ନହେଲେ ଚଳିବ କିନ୍ତୁ ଖାଇବାଟା ନିହାତି ଦରକାର ଆଉ ରନ୍ଧା ଖାଦ୍ୟ କିଛି ଶୁଖିଲା ଖାଦ୍ୟ କିଛି ଦେବ ବୋଲି ତ କହିଛନ୍ତି ବୋଧେ ଦିଆ ବି ସେପଟେ ଆରମ୍ଭ ହେଲାନି କିନ୍ତୁ ରାନ୍ଧିବା ଖାଇବାଟା ନିହାତି ଟିକେ ଦବା ଦରକାର। ଗୁରୁବାରଟା ସେ ସ୍କୁଲରେ ଯାଇକି ରହୁଛି ଆଉ ରାତି 2ଟା 3ଟା ବେଳେ ହଠାତ୍ ଶୋଇଥିଲେ ଆଉ ହଠାତ୍ ପାଣି ଆସିଲା ଭୟଭୀତ ହେଇକି ସେଇ ଥିଲେ ସେମିତି ଆଜି ଆସିକି ସରକାର ତରଫରୁ ସ୍କୁଲକୁ ସିଫ୍ଟ କରେଇଲେ ଆଉ ବର୍ତ୍ତମାନ କଣ କରିବେ ବର୍ତ୍ତମାନ ଘରେ ତ ପାଣି ପଶିଲା ପିଲା ଛୁଆ କିମ୍ବା ଯୋଉ ଗୃହପାଳିତ ପଶୁ ହଉଛି ଏମାନଙ୍କ କଥା କଣ କହିବେ? କଣ କରିବା କଣ ଖାଇବେ ଧାନ ଚାଉଳ ସବୁ କାଲି ପୁରା ରାତି 2ଟାରେ ପାଣି ଆସିଲା ହଁ ହଠାତ୍ ଆସିଲା ପାଣି ହଠାତ୍ କେତେ ଡର ଲାଗୁଥିଲା ବହୁତ ଭୟ ଲାଗୁଥିଲା ସରକାର ତରଫରୁ କିଛି ସାହାଯ୍ୟ ପାଇଁ ଆଶା କରୁ